ହେଇଛି? बहुत बढ़िया ହେଇଛି। ବଢ଼ିଆ। ହଉ ଖାଇଦେ। ପିଆଜ ଗାଜର ବନ୍ଧାକୋବି ଆଉ କ୍ୟାପ୍ସିକମ୍ ଆଉ କିଛି କର୍ନ ମୁଁ ନେଇଥିଲି ଆଜି ସନ୍ଧ୍ୟାବେଳର ସ୍ନାକ୍ସ ପାଇଁ। ଆଉ ତାପରେ ମୁଁ କଡ଼େଇ ବସାଇଥିଲି। କଡ଼େଇରେ ଦେଇଥିଲି କିଛି ତେଲ, ସନଫ୍ଲାୱାର ତେଲ। ସେଟା ଗରମ ହେଲା ପରେ ମୁଁ ସେଥିରେ ଦେଇଥିଲି କିଛି ଜିରା। ଜିରାକୁ ଟିକେ ଭାଜି ହେବା ପାଇଁ ମୁଁ ଛାଡ଼ିଦେଲି। ଜିରା ଭଲକି ଟିକେ ହେଇଗଲା ପରେ ମୁଁ ସେଥିରେ କାଟିକିରି ରଖିଥିବା ପିଆଜକୁ ଦେଇଦେଲି। ପିଆଜକୁ ଦେଇକରି ତାକୁ ସାମାନ୍ୟ ଭାଜି ହେବା ପାଇଁ ଛାଡ଼ିଲି। ଦେଖନ୍ତୁ ପିଆଜକୁ ଆପଣ ଯେଉଁ ଭାଜିବା ପାଇଁ ଦେବେ ସେଟାକୁ ବେଶୀ ଭାଜିବେନି, ଅତି ଲାଲ କରିକିରି ଭାଜିବେନି। ସେଟା ଟିକେ ଅଳ୍ପ ଭାଜି ହେଇଗଲା ପର୍ଯ୍ୟନ୍ତ ଆପଣ ତାକୁ ଭାଜିବେ। ବାସ୍ ପିଆଜ ଭାଜି ହେଇ ଆସିଲେ ତାପରେ କାଟିକିରି ରଖିଥିବା ପରିବା ସମସ୍ତକୁ ମୁଁ ଦେଇଦେଲି। ଆଉ ସେଥିରେ ପରିମାଣ ଅନୁସାରେ ଲୁଣ ଆଉ ହଳଦୀ ବି ଦେଇଦେଲି। ଆଉ ଶେଷରେ ମୁଁ ସେଥିରେ ଟିକେ ଅରିଗାନୋ ଦେଇଦେଲି। ଦେଇକି ତାକୁ ସାମାନ୍ୟ ଭାଜି ନେଲି, ବେଶୀ ଭାଜିଲିନି, ସାମାନ୍ୟ ଭାଜି ନେଲି। ତାପର ପ୍ରସ୍ତୁତିକୁ ମୁଁ ଗଲି। ଦେଖନ୍ତୁ ତାପରର ପ୍ରସ୍ତୁତ ହେଲା, ମୁଁ କିଛି ବେସନ ଆଉ କିଛି ସୁଜି ଆଉ ତା ଦେହରେ କିଛି ଓଟ୍ସ ନେଇକରି ତାକୁ ଲୁଣ ଦେଇକରି ମୁଁ ତାକୁ ଫେଣ୍ଟି ନେଲି। ଫେଣ୍ଟି ଦେଇ ସାରିଲା ପରେ ମୁଁ ତାୱାକୁ ଗରମ ହେବା ପାଇଁ ବସାଇଲି। ଆଉ ସେଥିରେ ଗରମ ହେଇଗଲା ପରେ ଆମେ ଯେମିତି ଚକୁଳି ବନାନ୍ତି ମୁଁ ସେମିତି ସେ ଆଣକୁ ଦେଇକି ଚକୁଳି ଭଳିଆ ବନେଇଲି। ଦେଖନ୍ତୁ ଚକୁଳି ଭଳିଆ ବନେଇ ସାରିଲା ପରେ ମୁଁ ଯେଉଁ ଭାଜିକିରି ସମସ୍ତ ପରିବା ରଖିଛି, ବର୍ତ୍ତମାନ ଦେଖନ୍ତୁ ଚକୁଳିଟା ହେଇଗଲା ପରେ ଆପଣମାନେ ପରିବା ଦେବେ। ଚକୁଳି କଞ୍ଚା ଥିଲା ଭିତରେ ଆପଣମାନେ ଦେବେ ନାହିଁ। ମୁଁ ଭାଜି ରଖିଥିବା ସମସ୍ତ ପରିବାକୁ ବର୍ତ୍ତମାନ ଟିକେ ଚକୁଳି ହେବା ପାଇଁ ଛାଡ଼ିଦେଲି। ହେଲା ପରେ ମୁଁ ସେ ସମସ୍ତ ପରିବାକୁ ଦେଇଦେଲି। ଦେଖନ୍ତୁ ପରିବାକୁ ଏମିତି ଆପଣମାନେ ମଝିରେ ଦେବେ ଯେମିତି ଦୁଇ ସାଇଡ଼୍ରୁ ଫୋଲ୍ଡ କରିହେବ। ପରିବାକୁ ସବୁ ଦେଇ ସାରିଲା ପରେ ମୁଁ ସେଥିରେ ଟିକେ ଚିଜ୍ ଦେଇଦେଲି। ଚିଜ୍ ଦେଇଦେଲେ ଟିକେ ମେଲ୍ଟ ହେଇଗଲେ ଚିଜ୍ଟା ତାପରେ ପିଲାମାନଙ୍କୁ ଖାଇବାକୁ ଭଲ ଲାଗିବ ଆଉ ପିଲାମାନେ ଖୁସିରେ ବି ଖାଇବେ। ତାପରେ ଦେଖନ୍ତୁ ଏସବୁକୁ ଦେଇ ସାରିଲା ପରେ ମୁଁ ଦୁଇ ସାଇଡ଼୍ରୁ ତାକୁ ଫୋଲ୍ଡ କରିଦେବି। ଦେଖନ୍ତୁ ଏବେ ଫୋଲ୍ଡ କରିଦେଲା ପରେ ମୁଁ ତାପରେ ତାକୁ ଟିକେ ପୁଣି ଆର ସାଇଡ଼୍କୁ ଓଲଟେଇ ଦେବି। ଓଲଟେଇ ଦେଲି। ଓଲଟେଇ ଦେଇ ସାରିଲେ ସେଥିରେ ଟିକେ ଆଉ ଟିକେ ଅଏଲ୍ ବ୍ରସ୍ରେ ଟିକେ ସାମାନ୍ୟ ଅଏଲ୍ ଦେଇଦେଲି। ଦେଇ ସାରିଲା ପରେ ଏପଟ ସେପଟ ମୁଁ କରିନେଲି। କରିସାରିଲା ପରେ ପ୍ରସ୍ତୁତ ହେଇଗଲା ମୋର ଆଜି ସନ୍ଧ୍ୟାବେଳର ପିଲାମାନଙ୍କ ପାଇଁ ସ୍ନାକ୍ସ। ଆଉ ମାୟୋନିଜ୍ ଦେଇ ଖାଇବା ପାଇଁ ମୁଁ